নমস্কার সম্মানীয় সভাপতি মহোদয়, পূজ্য গুরুজি গুরুমা বৃন্দ, উপস্থিত মোর সান ও বড় ভাই ভଉଣୀ ମାନେ, ଆଜି ଏହି ପବିତ୍ର ଗୁରୁ ଦିବସ ବିଷୟରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆଜି ହେଉଛି ସେପ୍ଟେମ୍ବର 5 ତାରିଖ। ଆଜି ଆମେ ସମସ୍ତେ ଏକାଠି ହୋଇଛୁ ଗୁରୁ ଦିବସ ପାଳନ କରିବା ପାଇଁ। ଏହି ଅବସରରେ ମୁଁ ଆମର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଗୁରୁ ଦିବସ ହେଉଛି ଏକ ବିଶେଷ ଦିନ, ଯେଉଁଦିନ ଆମେ ଆମ ଗୁରୁମାନଙ୍କର ଅବଦାନକୁ ସ୍ମରଣ କରୁ ଓ ସେମାନଙ୍କୁ ସମ୍ମାନ ଦେଉ। ଆଜିର ଦିନଟି ଭାରତର ମହାନ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ସହିତ ଜଡ଼ିତ, ଯାହାଙ୍କ ଜୀବନ ଆମ ପାଇଁ ଏକ ପ୍ରେରଣା। ଶିକ୍ଷକମାନେ ହେଉଛନ୍ତି ଆମ ଜୀବନର ମାର୍ଗଦର୍ଶକ। ସେମାନେ କେବଳ ଆମକୁ ପାଠ ପଢ଼ାଇ ନଥାନ୍ତି, ବରଂ ଆମ ମନରେ ଜ୍ଞାନର ଆଲୋକ ଜାଳି ଆମକୁ ଏକ ଉତ୍ତମ ମଣିଷ ହେବାର ପାଠ ଶିଖାଇଥାନ୍ତି। ସେମାନେ ଆମର ସଫଳତାର ପଛରେ ଥାଆନ୍ତି, ଆମ ଦୁର୍ବଳତାକୁ ଦୂର କରି ଆମକୁ ଆଗକୁ ବଢ଼ିବାର ଶକ୍ତି ଦିଅନ୍ତି। ଏକ ଶିକ୍ଷକଙ୍କ କାର୍ଯ୍ୟ କେବଳ ଏକ ପେଶା ନୁହେଁ, ଏହା ହେଉଛି ଏକ ସମାଜ ଗଠନର ମହାନ ଦାୟିତ୍ୱ। ଆମ ଭାରତ ବର୍ଷରେ ଶିକ୍ଷାର ଏକ ଗୌରବମୟ ପରମ୍ପରା ରହିଛି। ଆମର ଶିକ୍ଷକମାନେ ଆମ ସଂସ୍କୃତି, ମୂଲ୍ୟବୋଧ ଓ ଜ୍ଞାନକୁ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ କଠୋର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଆଜି ଆମେ ନିଜର ଲକ୍ଷ୍ୟ ହାସଲ କରିପାରୁଛୁ। ଏହି ଅବସରରେ ମୁଁ ଆମ ସମସ୍ତ ଶିକ୍ଷକମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜର ଏହି ମହାନ କାର୍ଯ୍ୟକୁ ଆଗେଇ ନିଅନ୍ତୁ, ଏବଂ ଆମ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜ ଶିକ୍ଷକମାନଙ୍କୁ ସମ୍ମାନ ଦିଅନ୍ତୁ ଓ ସେମାନଙ୍କ ମାର୍ଗଦର୍ଶନରେ ନିଜର ଭବିଷ୍ୟତକୁ ଗଢ଼ନ୍ତୁ। ଶେଷରେ, ମୁଁ ପୁଣି ଥରେ ଆମର ସମସ୍ତ ଶିକ୍ଷକମାନଙ୍କୁ ଏହି ଗୁରୁ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଆପଣମାନଙ୍କ ଅବଦାନ ଆମ ସମାଜର ଭିତ୍ତିଭୂମି। ଧନ୍ୟବାଦ। ଜୟ ଜଗନ୍ନାଥ।